ଏ ଶୁଣୁଛ କଣ ହେଲା? ମୁଁ କାଲି ବଡ ଖରାପ ସ୍ୱପ୍ନ ଦେଖିଲି। ଖରାପ ସ୍ୱପ୍ନ ଦେଖିଲ? ତମେ ତାର ଆନ୍ସର ଦବ। ମୁଁ ତା ଆନ୍ସର ଦେବି? ହଁ ଜାଣିଛ, ମୁଁ ଆଉ 2 ଦିନ ଗଲେ ମରିଯିବି। ସତ? ହେଲେ ମୁଁ ମରିବାକୁ ଚାହୁଁନି, ମୁଁ ଆହୁରି ବଞ୍ଚିବାକୁ ଚାହୁଁଛି। ମୁଁ ଭଗବାନଙ୍କୁ ମୁଣ୍ଡିଆ ମାରିଲି। ଭଗବାନ କଣ କହିଲେ ଜାଣିଛ? କଣ କହିଲେ? ଭଗବାନ କହିଲେ ତମ ସ୍ୱାମୀ କି କହିବ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ କୁ ଯେବେ ଯାଇକି ଗୋଟେ କିସ୍ ମାରିଦେବେ ତାହେଲେ ମୁଁ ବଞ୍ଚିଯିବି। ଏମିତି କହିଲେ? ହଁ, ଆଉ ତମେ ମୋ ପାଇଁ ଏଇଟା କରିଦେବନି? କଣ କହିଲ? ମୁଁ ଗୋଟେ ମୋ ଏକ୍ସକୁ କିସ୍ କରିବି, ତମେ ଥାଉ ଥାଉ। କଣ କହିଲ? ମୋ ପାଇଁ ଏଇଗୁଡା କରିଦେବନି? ଭଗବାନ, ତମେ କେମିତି କଥା କହୁଛ କହିଲ? ମୁଁ କହିବା ପରେ ସମ୍ଭବ ପର। ତମେ ଥାଉ, ତମେ କେଉଁ ଏକ୍ସକୁ କିସ୍ କରିବି କହିଲ? ତାହେଲେ ତମେ ଚାହୁଁନ ମୁଁ ବଞ୍ଚିବାକୁ? ଆଉ ହଁ ହଉ ହେଲା ଆଉ। ମୁଁ ତାହେଲେ ତମ ପାଇଁ ମୁଁ ଗାର୍ଲଫ୍ରେଣ୍ଡକୁ କିସ୍ କରିବି। ଆଉ କଣ ଏତିକି ତମ ପାଇଁ କରିପାରିବିନି? କଣ କହିଲ? ତମେ ତମ ଏକ୍ସ ଗର୍ଲଫ୍ରେଣ୍ଡ କୁ କିସ୍ ମାରିବ? ଆରେ ତମେ ବଞ୍ଚିବା ପାଇଁ ତାକୁ କିସ୍ ନ ମାରିଲେ ତମେ ମରିଯିବ। କଣ କହିଲ? ମାରିବି କେମିତି ହବ? ମାରିବି କେମିତି ହବ? ତମେ କିସ୍ ମାରିବ? ଆରେ ତମେ ବଞ୍ଚିବ କେମିତି? କିସ୍ ମାରିବି କେମିତି? ତମେ ନହେଲେ ବଞ୍ଚିବ କେମିତି? ହଉ ଠିକ ଅଛି, ମୁଁ ତାହେଲେ କିସ୍ ମାରିବି। ତମେ ପଛେ ମରିଯାଅ, ମୁଁ ତାକୁ କିସ୍ ମାରିବିନି ତାହେଲେ। No, 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 no. ଆଉ ତାକୁ ତ ତମେ ଏମିତି କିସ୍ ମାରନି। ମୁଁ ପଛେ ମରିବି। କିସ୍ ମାରିଲେ ଭୁଲ, ନ ମାରିଲେ ଭୁଲ। କଣ କରିବ ମଣିଷ?